ଝିଅରୁ ବୋହୂ ହେଇ ନୂଆ ଘରକୁ ଆସିଲା ବେଳେ ଯିଏ ବାପ ଘରେ ତାର ପିଲାବେଳ ଅଳି ଅଝଟ ଛାଡ଼ି ଦିଏ ସିଏ ନାରୀଟିଏ। ଯିଏ ବିନା ଦ୍ୱିଧାରେ ବିନା ପ୍ରଶ୍ନରେ ପର୍ବପର୍ବାଣୀରେ ଆମ ଛୁଟି ଦିନ ମାନଙ୍କରେ ଅହରହ କାମ କରୁଥାଏ ସିଏ ନାରୀଟିଏ। ଯିଏ ନିଜର ସ୍ୱପ୍ନ ମନର ଆଶା ଆଉ ଆକାଂକ୍ଷାକୁ ହସି ହସି ମାରିଦିଏ ସିଏ ନାରୀଟିଏ। ଯାହା ପାଇଁ ସ୍ୱତନ୍ତ୍ରତା ସୀମାବଦ୍ଧ, ଯିଏ ହସି ହସି ସମସ୍ତଙ୍କୁ ଆପଣାର କରିଦିଏ ସିଏ ନାରୀଟିଏ। ସ୍ୱାମୀ ନ ଆସିବା ପର୍ଯ୍ୟନ୍ତ ଯିଏ ତା ଆସିବା ବାଟକୁ ଚାହିଁ ରହିଥାଏ, ସମସ୍ତେ ଖାଇବା ପରେ ଯିଏ ବଳକା ଖାଦ୍ୟ ପେଟକୁ ଦିଏ ସିଏ ନାରୀଟିଏ। ଯିଏ ଗୋପନରେ ସମାଜ ସହ ଅହରହ ଲଢ଼ୁଥାଏ, ଯିଏ ନିଜ ଅସ୍ତିତ୍ୱର ଦାବି କଲେ ତାକୁ ଲଜ୍ଜିତ ଅବହେଳିତ ଆଉ ଅତ୍ୟାଚାର କରାଯାଏ ସିଏ ନାରୀଟିଏ। ଯିଏ ସମାଜ ସହ ସମାଜର ନିୟମ ସହ ଶେଷରେ ନିଜ ସହ ଲଢ଼ି ଲଢ଼ି ନିଜକୁ ଅନ୍ତରରୁ ମାରିଦିଏ ସିଏ ନାରୀଟିଏ। ଯିଏ ପ୍ରତିବାଦ କଲେ ସଂସ୍କାର ଶିକୁଳିରେ ବାନ୍ଧି ତାର ସ୍ୱରକୁ ଦବେଇ ଦିଆଯାଏ ସିଏ ନାରୀଟିଏ। କାହିଁକି ଏ ସମାଜ ପାଇଁ ଅର୍ଦ୍ଧାଙ୍ଗିନୀ ଏକ ଶବ୍ଦ ଭିତରେ ସୀମିତ? କାହିଁକି ଏ ସମାଜ ନାରୀକୁ କରେ ନା ଗ୍ରହଣ? କାହିଁକି ତାକୁ ଅହଲ୍ୟା ଭଳି ଅଭିଶପ୍ତ କହି କରି ଦିଆଯାଏ ପାଷାଣ? କାହିଁକି ତା ପାଇଁ ଅଗ୍ନି ପରୀକ୍ଷା ସତୀତ୍ୱର ପ୍ରମାଣ? କାହିଁକି ତା ପାଇଁ ଚରିତ୍ରହୀନା କଳଙ୍କିନୀ ଭଳି ଶବ୍ଦ? ତୁମେ ବି ତ ଭେଟିଥିବ ସେହି ନାରୀକୁ, ଯିଏ ରାସ୍ତା କଡ଼ରେ ନାଳ ନର୍ଦ୍ଦମାରୁ ଗୋଟାଉଥାଏ ବୋତଲ, ଷ୍ଟେସନର ଧୂଳିରେ ପିଲାକୁ ଧରି ମାଗୁଥାଏ ଭିକ, ଦିମୁଠା ଖାଇବା ପାଇଁ ଧୋଉଥାଏ ବାସନ, ଉଠାଉଥାଏ ଅଇଁଠା ପତ୍ର। ସେହି ନାରୀ ପରିବାର ପାଇଁ କରିଯାଏ ସବୁକିଛି, ସହିଯାଏ ସବୁକିଛି। ତୁମେ ବି ତ ଭେଟିଥିବ ସେହି ନାରୀକୁ, କେଉଁ ଅଜଣା ବାଟରେ ଅନ୍ଧାର ରାତିରେ ଅନ୍ଧର ସାଥିରେ ନିଜର ପାଖରେ, ମାର ଡାକରେ ଭଉଣୀ ସ୍ନେହରେ, ସ୍ତ୍ରୀର ଲୁହରେ ଝିଅର କୋହରେ ଦେଖିଥିବ ତାର ବିରହ ନିଜ ଆଖି ପଲକରେ। କେମିତି ଅତି ସହଜରେ ସବୁ କିଛି ଠିକ୍ ଅଛି ବୋଲି କହି ଯିଏ ଲୁହ ଲୁଚେଇ ଦିଏ ସିଏ ନାରୀଟିଏ। ଆଉ ଶେଷରେ ଜୀବନ ସାରା ସବୁ କିଛି ସହି ଯିଏ ନିଃସ୍ୱାର୍ଥପର ଭାବରେ ସବୁ କିଛି ତ୍ୟାଗ କରିଦିଏ ସିଏ